ଜଗନ୍ନାଥ। ମୋର ଓଡ଼ିଶାର ପୁରପଲ୍ଲୀରେ ବାସ କରୁଥିବା ସମସ୍ତ ଜ୍ୟେଷ୍ଠା ଶ୍ରେଷ୍ଠା ହରିଦାସ ପିପାସୁ ଭକ୍ତଗଣ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ନିଶ୍ଚଳ ଭକ୍ତି ରଖୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ଆଜିର ଶୁଭେଚ୍ଛା। ପୂର୍ଣ୍ଣମାସୀ ପୂର୍ଣ୍ଣ କର ମନସ୍କାମ ଯାହା ମୋରି, ପୂର୍ଣ୍ଣମାସୀ ପୂର୍ଣ୍ଣ କର ମନସ୍କାମ ଯାହା ମୋରି, প্রতি জন্মে গুরু দেব মোটে শিষ্য তুমারি, প্রতি জন্মে গুরু দেব মোটে শিষ্য তুমারি। কৈলাসরে গোপার্বতী ব্রহ্মপুরে তু সাবিত্রী, কৈলাসরে গোপার্বতী ব্রহ্মপুরে তু সাবিত্রী, বৈকুণ্ঠরে সরস্বতী ঘেন এরি নদয়িনী, পূর্ণমাসী পূর্ণ কর মনস্কাম যাহা মোরি। ভোমাত শুণ মো বচন মোহর বাক্যে দিয় মন, যে মার্গ ভজন প্রকার এবে কহিবি তো আগর, এ মার্গে দেবে তুম্ভে জীব অন্তে শ্রী গোবিন্দ লভিব, লভিব নিশ্চয় ভকতি, লভিব নিশ্চয় মুকতি, এ মার্গে ব্রহ্মবাদী মানে মোতে লভন্তি সাবধানে, ব্রহ্মার বচনে মুরারি মায়া মনুষ্য রূপ ধরি। সংসারର ମଙ୍ଗଳ କାମନା କରିବା ଅର୍ଥେ ପ୍ରଭୁ ମାୟା ମନୁଷ୍ୟ ଶରୀରକୁ ଧରି ଏହି ଧରା ପୃଷ୍ଠରେ ଅବତରଣ କରନ୍ତି ଏବଂ ଠାକୁରେ ମଧ୍ୟ ସୂଚାଇ ଦେଉଛନ୍ତି ଯେ ମା ହେଉଛନ୍ତି ଜନ୍ମଦାତ୍ରୀ, ତେଣୁକରି ପ୍ରଥମେ ମାଙ୍କର ମୁକ୍ତି ପାଇଁ ପ୍ରଭୁ ସତତମ ଚେଷ୍ଟିତ। ଯେତେ ଅବତାରରେ ପ୍ରଭୁ ଆସିଛନ୍ତି ଜଣେ ରତ୍ନଗର୍ଭା ମାଙ୍କର ଗର୍ଭ ହିଁ ଆବଶ୍ୟକ କରିଛନ୍ତି। ତେଣୁ ସିଏ ଆଚାର୍ଯ୍ୟ ଶଙ୍କର ହୁଅନ୍ତୁ ବା ମହାପ୍ରଭୁ ଶ୍ରୀ ଚୈତନ୍ୟ ହୁଅନ୍ତୁ କି ପ୍ରଭୁ ରାମଚନ୍ଦ୍ର ହୁଅନ୍ତୁ କି ପ୍ରଭୁ କୃଷ୍ଣଚନ୍ଦ୍ର ହୁଅନ୍ତୁ, ଯେତେବେଳେ ବି ସେ ଆସିଛନ୍ତି ମାଙ୍କୁ ସଙ୍ଗରେ ଧରି ଆସିଛନ୍ତି। ଯୋଗମାୟା ସ୍ୱରୂପରେ ହେଉ ବା ଜନ୍ମଦାତ୍ରୀ ସ୍ୱରୂପରେ ହେଉ ବା ତାଙ୍କର ସଙ୍ଗିନୀ ଆହ୍ଲାଦିନୀ ସତୀଙ୍କ ସହିତ ହେଉ, ମାଙ୍କୁ ସେ କଦାପି ତାଙ୍କ ସହିତ ତାଙ୍କଠାରୁ ବିଚ୍ଛେଦ କରିନାହାନ୍ତି। ସବୁବେଳେ ମା ତାଙ୍କ ପାଖରେ ଅଛନ୍ତି। ସେ ହେଉଛନ୍ତି ପରା ଶକ୍ତିମୟୀ ସ୍ୱରୂପ।
ତେଣୁ ପରମହଂସ ଠାକୁର କହୁଛନ୍ତି ସର୍ବମଙ୍ଗଳା ଗো ଦେବୀ ପୂର୍ଣ୍ଣମାସୀ ଗୁରୁ ରୂପେ ଜ୍ଞାନ ଦେଲୁ ହସି ହସି କାର୍ଯ୍ୟାର୍ଥେ ସଗୁଣା ବସ୍ତୁରେ ନିର୍ଗୁଣା ଶିଷ୍ୟରେ ନୁହଇଁ ତୋ କରୁଣା ନାରାୟଣ ଅଙ୍ଗେ ସୁଚିର ସ୍ଥାୟିନୀ ଏହି ହେତୁ ତୁମ୍ଭ ନାମ ନାରାୟଣୀ ନାରାୟଣ ଅଙ୍ଗେ ତୋର ବାସ ସ୍ଥାନ ତେଜରେ ବୀର୍ଯ୍ୟରେ ବିଷ୍ଣୁଙ୍କ ସମାନ ପ୍ରତି ଯୁଗେ ପ୍ରତି ଜନ୍ମେ ତୁମେ ଗୁରୁ ମୁହିଁ ତୁମ ଶିଷ୍ୟ ଅନାଦିକାଳ ସ୍ୟନନ୍ଦ ପତ୍ରେ ମୋ ଲେଖା ଅଛି ରହି ତୁମ୍ଭେ ମୋର ଗୁରୁ ଅନ୍ୟ କେହି ନାହିଁ ଶୟନେ ସପନେ ଜାଗରଣେ ମୋର ଖୋଲି ଦେଇଅଛ ଭକତି ଭଣ୍ଡାର ଭାସେ ଅଭିରାମ ମୋ ପ୍ରାଣ ପ୍ରାଣ ତୁ ଏହି ଭାବେ ସଦା ରହିଥାଉ ହେତୁ ଭାସେ ଅଭିରାମ ଭାସିଗଲା ବେଳେ ଆଣ୍ଟରେ ବାନ୍ଧିବ ପଦ୍ମପାଦ ତଳେ ହେ ପଦ୍ମ ପଳାଶ ନୟନ ମୋ ନିଧି ତୁମ୍ଭ ପଦେ ଲାଗୁ ଯେତେ ମୋର ବୁଦ୍ଧି। ଆଉ ମାତ୍ର 2 ଦିନ ରହିଲା ଗୁରୁ ପୂର୍ଣ୍ଣିମା। ଏ ସଂସାରରେ ଯେତେ ସବୁ ଶିଷ୍ୟ ଅଛନ୍ତି, ଯେତେ ସବୁ ଜ୍ଞାନୀ ଗୁଣୀ ଅଛନ୍ତି, ସମସ୍ତେ ତ ବିନା ଗୁରୁରେ କେହି ମଧ୍ୟ ନିଜର ସ୍ୱରୂପକୁ ଚିହ୍ନି ପାରିନାହାନ୍ତି କି ବର୍ତ୍ତମାନ ଯେଉଁ ପଦ ମର୍ଯ୍ୟାଦାରେ ରହିଛନ୍ତି କେବଳ ସେଇ ଗୁରୁଙ୍କର କୃପା ହିଁ କେବଳ। ତେଣୁ ଆମେ ସମସ୍ତେ ଗୁରୁ ପୂର୍ଣ୍ଣିମା ଦିନ ଗୁରୁଙ୍କୁ ନିଶ୍ଚିତ ଭାବରେ ସ୍ମରଣ କରିବା। ଗୁରୁଙ୍କର ଗୁରୁ ବାକ୍ୟ ମହାରତ୍ନ, ତେଣୁକରି ଗୁରୁଙ୍କ ବାକ୍ୟକୁ ସେଇ ଗୋଟିଏ ଦିନ ଆମେ ସମସ୍ତେ ପାଳନ କରିବା ଉଚିତ। ସେଦିନ ବିଶେଷ ଭାବରେ ତାଙ୍କଠାରୁ କୃପା ଲାଭ ହେବ। ତେଣୁ ଏ ସକଳ ସଂସାରର ହେଉଛନ୍ତି ଗୁରୁ ଜଗତ୍ ଜନନୀ ମା ପୂର୍ଣ୍ଣମାସୀ, ମା ଦୁର୍ଗେ ଦୁର୍ଗତି ନାଶିନୀ। ସେ ହିଁ ମାଧବଙ୍କୁ କୋଳରେ ସବୁବେଳେ ଧରିଥାନ୍ତି। ତେଣୁ ଦୁର୍ଗା ମାଧବ ନାମ ହେଉଛି। ଦୁର୍ଗା ହେଉଛନ୍ତି ଏହି ଶରୀର ଏବଂ ପ୍ରାଣ ସ୍ୱରୂପରେ ପ୍ରଭୁ ଏଠାରେ ମାଧବ ରୂପରେ ବିରାଜମାନ। ତେଣୁ ପ୍ରଭୁ ଯେତେ ଯୁଗରେ ଆସିଛନ୍ତି ମାଆଙ୍କୁ ନେଇକି ଆସିଛନ୍ତି ଏବଂ ମାଆଙ୍କ ସହିତ ଲୀଳାଖେଳା ଏ କଳିଯୁଗରେ ମଧ୍ୟ 16 ମଣ୍ଡଳରେ ଅଧିଷ୍ଠାତ୍ରୀ 16 ସ୍ତମ୍ଭରେ ବିଦ୍ୟମାନ ମାଆ ମାନଙ୍କୁ ସବୁ ଦାୟିତ୍ୱ ଦେଇ ପ୍ରଭୁ ନିଷ୍କାମରେ ଅଛନ୍ତି। ତେଣୁ ସେଇ ଗୁରୁଜନକ ନନି ପୌର୍ଣ୍ଣମାସୀ ଗୁରୁ ମୁଦ ପୂର୍ଣ୍ଣ ଶଶୀ। ଗୁରୁ ଯଦି ଜନକ ହୁଅନ୍ତି ଏବଂ ମା ପୂର୍ଣ୍ଣମାସୀ ହେଉଛନ୍ତି ଜନନୀ, ତେଣୁ ସେ ପୁଅର ଏ ସଂସାରର ଯେଉଁ ଉତ୍ତାପ ରହିଛି ସେଥିରେ ଭୟ ଭ୍ରାନ୍ତି କିଛି କରିବାର ନାହିଁ କି ନଥାଏ। ମା କୋଳରେ ଥିବା ପୁଅ କ'ଣ କାହାକୁ ଭୟ କରେ? ତେଣୁ ସେହି ଗୁରୁଦେବଙ୍କ ପାଦ ପଦ୍ମରେ
मोर अनंत कोटि प्रणाम। एवं से माँ जिते सब मोर भाई भूणी मैंने शुणुंट यूट्यूब चैनल देखुं जो मैंने देखी न पार्टी से समस्त कल्याण करंतु। आउे आज प्रसंग को आम आगे गला। आज प्रसंग होउछि विचारवंत अक्षय कीर्तिमान जहाँकर कीर्ति अनंत युग पर्यंत क्षय होबार नहीं से भारत वर्षर जड़े राजा विचक्षण शासक महाराज विक्रमादित्य विषय टिके आलोकपात करवा जहाँकि आपण मानक निश्चित भाव में आनंद दब एवं आपण मैंने यदि आनंदित हेले ताले अधमर ये परिश्रम सार्थक। घटनाटी हूँ कौन ना से महाराज भोज शासन कर गोटे ग्राम 4 जन छेली चरा पिला थे से लोकंर छेली चरा पाठ साठ किसी पढ़ा जंगल को जा जंगल छेली की छाड़ी दिए छेली आराम सब चरी बुली बुली चरती तो ये कौन करेंगे ये कहले अरे सांग आम गोटे खेल खेलिले हूँ ना कौ खेल खेलिया कि ना राजा मंत्री खेल खेल ना राजा मंत्री खेल खेला ना हाँ सी आउ जन कहले विक्रम बोली जो पिलाटी सी कहले अरे राजा मंत्री खेल हेले जने राजा दरकार राजा किए हम अन्य जने सांग कहले कहले तू हबु राजा तू आम भितर टिके राजा भाया तोर बुद्धि आउ पराक्रमी तू बाघ सिंह भालू एगुरा देखने डरुनु सहित युद्ध कर आमको रक्षा कर तेणु तू राजा हो तेरे मंत्री किए हो ना मुझे भी मंत्री ना हो तू मंत्री हो से कहला सेनापति किए हो ना से हम आउ कहले पटुआला किए हम ना से हम से कहला आमर प्रजा कहीं ना तू आग राजा हो सारे प्रजा मैंने मन को आसबे कह कौन असुविधा होती सब निश्चित भाव में आसवे आ कौन राजा जाकि बुली बुली समस्त खबर अंतर बुझुसु तो राजा ह ना मु राजा हेले सिंहासन कहीं से कहले सिंहासन टिके बुलिक अनेदेला बेलू से स्थान में गोटे उच्चा जगह थिला गोटे माटी गोटे हुक्का टाइप सी तेणु से हुक्काटा को ये टे कौन कले से गछलता जो थिला ताके भंगा भंगी कर सफा सुतरा करके समतलिया करदेले से गोटे सिंहासन भाया होगा तापर 3टा स्टेप पाहाच भाया करदेले से बसिले से कह मो मुकुट कहीं सांगे सांगे विभिन्न प्रकार आमर कोरहिंग बोली गोटे गछ अच्छी जंगल में आटेंडी गछ आउ सुनारी गछ केन्दु गछ ये सब गछ सब पत्र गुड़ाक मोटा आउ चौड़ा तेणु से गछर सब पत्र तोलिक आनिकी गोटे मुकुट करदे मुझे पिंधीदे कहले एथर तू राजा है से कहले हौ से कहला प्रजा मैंने कहीं आसुना ना रह आमको तो किसी निर्देश दे आमको किसी आदेश दे से कहला हौ ए जीवन सब देखी आस जीवन देखी आसो मो प्रजा मान सब कौन कर सेनापति से कहला आज्ञा आज्ञा मणिमा ना तुम्हें मोर ये जंगल हूँ मोर राज्य यही राज्य रे कौन सब हालचाल हो सब देखी आस कौटे विदेशी शत्रु मैंने आक्रमण आक्रमण कर मसुदा कर तुम्हें जा देखी आस पटुआल तुम्हें जा देखी आस मोर प्रजा मैंने के कौन अच्छा पटुआल सेनापति 2 जन जाक जी से भी गले
ଗଲାବେଳକୁ କ'ଣ ହେଇଛି, ଗୋଟିଏ ଲୋକ ସିଆଡ଼ୁ ଆସୁଛି, କାନ୍ଦି କାନ୍ଦିକି ଆସୁଛି। ଇଏଠୁ କହିଲେ ଏଇ ଇଆଡ଼େ ଆସିଲ। କହିଲେ ତମେ ଛୁଆ ଗୁଡ଼ା କ'ଣ ଡାକୁଛ? ଛେଳି ଚରା ପିଲା ଗୁଡ଼ା ତମେ କ'ଣ ମୋତେ ଡାକୁଛ କି? ନା ରେ ଆମେ ଛେଳି ଚରା ପିଲା ଭଳିଆ ଦେଖାଯାଉଛୁ। ସେ ପରା ସେନାପତି, ମୁଁ ହେଉଛି କଟୁଆଳ। ରାଜା ମହାରାଜ ବିକ୍ରମାଦିତ୍ୟଙ୍କର ରାଜତ୍ୱରେ ସେ ହେଉଛି ସେନାପତି, ମୁଁ ହେଉଛି କଟୁଆଳ। ତୁ କହୁଛୁ ଆମେ ଛେଳି ଚରା ପିଲା? ତାକୁ ଧରି ଆଣିଲରେ। ସାଙ୍ଗେ ସାଙ୍ଗେ ସେ ଦୁଇ ଜଣ ଯାଇକି ତାକୁ ଧରିକି ଆଣିଲେ। କହିଲେ ତୋର କ'ଣ ହେଇଛି, କୁଆଡ଼େ ଯାଇଥିଲୁ? ନା ମୁଁ ମହାରାଜ ଭୋଜରାଜଙ୍କ ପାଖକୁ ଯାଇଥିଲି। ନା କ'ଣ ହେଇଛି ତୋର? ନା ମୋର ଗୋଟେ ଅସୁବିଧା ହେଇଛି। ନା କ'ଣ ହେଇଛି କହିଲୁ? ନା ମୁଁ ଯାଇକି ବାହାରେ କାମ କରୁଥିଲି। ଯଦି ବାହାରେ କାମ କରୁଥିଲି, ମୁଁ ଘରକୁ ଆସିଲା ବେଳକୁ ମୋ ସ୍ତ୍ରୀ କହୁଛି ଯେ ମୁଁ ତା ସ୍ୱାମୀ ନୁହେଁ। ତୋ ସ୍ତ୍ରୀ କେମିତି ତତେ କହୁଛି ତୁ ତା ସ୍ୱାମୀ ନୁହେଁ? ତାର ମତିଭ୍ରମ ହେଇଛି କି? ନା ନାଇଁ ନାଇଁ, ମତିଭ୍ରମ କିଛି ହେଇନି। ତାହେଲେ ସେ ତତେ କାହିଁକି ସ୍ୱାମୀ ବୋଲି କହୁନି? ନା ମୋ ଭଳିଆ ଆଉ ଜଣେ ମୋ ଘରେ ଅଛି। ସେ କହୁଛି ମୁଁ ହେଉଛି ତାର କେହି ନୁହେଁ, ସେ ତାର ସ୍ୱାମୀ। ସେ କହିଲେ ଠିକ୍ ଅଛି, ରାଜାଙ୍କ ପାଖକୁ ଆସି ବିଚାର କରେ। ସେଠୁ ରାଜାଙ୍କ ପାଖକୁ ଗଲାବେଳକୁ ସିଂହାସନ ବସିଛନ୍ତି ବିକ୍ରମ ବୋଲି ଯେଉଁ ପିଲାଟି। ସେ କହିଲେ କିଏ ତମ ରାଜା? ନା ଇଏ ହେଉଛି ତମ ଆମ ରାଜା। ସେ କହିଲେ ହଁ, କ'ଣ ହେଲା ତୁମର? ନା ଆଜ୍ଞା, ମୁଁ ମହାରାଜ ଭୋଜଙ୍କ ପାଖକୁ ଯାଇଥିଲି ମୋର ଗୋଟିଏ ଅସୁବିଧା ନେଇକି। ନା କ'ଣ ନେଇକି ଯାଇଥିଲ କଥା? ନା ଆଜ୍ଞା, ମୁଁ ବାହାରେ କାମ କରୁଥିଲି 6 ମାସ ହେଲା। 6 ମାସ ପରେ ମୁଁ ଯେତେବେଳେ ଘରକୁ ଗଲି, ଦେଖିଲା ବେଳକୁ ମୋ ସ୍ଥାନରେ ଆଉ ଜଣେ ମୋ ଘରେ ମୋ ରୂପ ନେଇକି ସିଏ ଅଛି। ସିଏ କହୁଛି ଯେ ମୋ ଘରର ସିଏ ମାଲିକ। ମୋ ସ୍ତ୍ରୀ କହୁଛି ସିଏ ତା ସ୍ୱାମୀ, ମୁଁ ତାର କିଛି ନୁହେଁ। ସେ କହିଲେ ମହାରାଜ କ'ଣ କହିଲେ? ନା ମହାରାଜ କହିଲେ ୟାର କିଛି ସମାଧାନ ହେଇପାରିବ। ସେ କହିଲେ ଭଲ କଥା ହେଲା, ୟାର କିଛି ସମାଧାନ ହେଇପାରିବନି। ହଉ ତାହେଲେ ଆରେ ସେନାପତି, ତୁମେ ଯିବ ତା ସ୍ତ୍ରୀ ଆଉ ତା ସ୍ୱାମୀ, ତାର ୟାର ଛଦ୍ମବେଶରେ ଯିଏ ଅଛି ପୁରା ଡୁପ୍ଲିକେଟ୍ ହେଇକି, ତାକୁ ଯିବ ଧରିକି ଆସିବ। ଇଏ ସେଠୁ ଗଲେ, ତାଙ୍କୁ ଡାକିକି ଆଣିଲେ। କହିଲେ ଆସ, ମହାରାଜ ଡାକୁଛନ୍ତି। ସିଏ କିନ୍ତୁ ଜାଣିନାହାନ୍ତି କେଉଁ ମହାରାଜ ଡାକୁଛନ୍ତି ବୋଲି। ତେଣୁ ସିଏ ପୁରା ଆସିଲେ। ତାଙ୍କ ଗାଁରୁ ଆହୁରି 10-15 ଜଣ ମଧ୍ୟ ଲୋକ ଆସିଲେ। କହିଲେ ଆଚ୍ଛା, ଇଏ ତାଙ୍କ ସେନାପତିକି କହିଛନ୍ତି ତମେ ଗୋଟେ ସୁରେଇ ଟାଇପ୍ର ଗୋଟେ ମାଠିଆ, ଲମ୍ବାଳିଆ ମାଠିଆଟେ ଧରିକି ଆସିବ। ସେ ହେଠୁ ଗୋଟେ ଲମ୍ବାଳିଆ ମାଠିଆଟେ ଧରିକି ଆସିଛି। ଆସିଲା ପରେ ତାଙ୍କ ଗାଁରୁ 10-15 ଜଣ ଲୋକ ଆସିଛନ୍ତି ଏବଂ ଏଇ ଲୋକର ସ୍ତ୍ରୀ ଆସିଛି ଏବଂ ୟା ପରିବର୍ତ୍ତେ ଯିଏ ସ୍ଥାନ ନେଇଛି ସେ ମଧ୍ୟ ଆସିଛି। ସେ କହିଲେ ଏଇ 2 ଜଣ ଯାକ ଭିତରୁ ତୁମ ସ୍ୱାମୀ କିଏ? ନା ମୋ ପାଖରେ ଯିଏ ଅଛନ୍ତି ସେ ମୋ ସ୍ୱାମୀ। ନା ଆଚ୍ଛା, ଆଉ ତାହେଲେ ଏଇ ଲୋକଟି କିଏ? ନା ସେ କେହି ନୁହଁ, ସେ ଗୋଟେ ବହୁରୂପୀ, ମୋ ସ୍ୱାମୀର ରୂପ ଧରି ମଧ୍ୟ ପଳେଇ ଆସିଛି। ସେ କହିଲେ ଆଚ୍ଛା, ବହୁରୂପୀ ମଧ୍ୟ ଅଛନ୍ତି, ମାନେ ଜଣଙ୍କର ରୂପ ଧରିକି ମଧ୍ୟ ଆସିପାରିବ? ନା ହଉ। କହିଲେ ହଉ, ତମେ ତାଙ୍କଠାରୁ ଦୂରେଇକି ଯାଅ ଭାରି, ଏଇ 2 ଜଣ ଯାକ ମୋ ପାଖକୁ ଆସ। ଯେଉଁ 2 ଜଣ ଯାକର ପ୍ରତିକୃତି ସମାନ, ସେ 2 ଜଣ ଯାକ ମୋ ପାଖକୁ ଆସ। ତାପରେ ଆସିଲା ପରେ ମହାରାଜ ବିକ୍ରମ କହିଲେ ଏଇ ସୁରେଇ ଭିତରେ ଯିଏ ପଶିଯିବ, ମୁଁ ଜାଣିନି ସିଏ ହେଉଛି ସ୍ତ୍ରୀ ଲୋକର ଅରିଜିନାଲ ସ୍ୱାମୀ। ଆଉ ଯିଏ ସୁରେଇ ଭିତରେ ନ ପଶିପାରିବ ସିଏ ତା ସ୍ୱାମୀ। ଯେଉଁ ଲୋକଟି ତାଙ୍କ ଘରେ ଥିଲା ସ୍ୱାମୀ ରୂପ ନେଇକି, ସେ କହିଲା ଏଇଟା ସାମାନ୍ୟ କଥାଟା, ମୁଁ କହିଲି ସାଙ୍ଗେ ସାଙ୍ଗେ ପଶିଯିବି। ନା ଦେଖିଆ, ସୁରେଇଟି ହେଉଛି ଏତିକି ମୋଟା। ସୁରେଇ ଆପଣମାନେ ଦେଖିଥିବେ ଟିକେ ଡିଜାଇନର ମାଟି ତିଆରି ହେଇଥିବ। ତ ସେ ସୁରେଇ ଭିତରେ ସିଏ ସାଙ୍ଗେ ସାଙ୍ଗେ ବାୟୁ ସ୍ୱରୂପରେ ପଶିବ। ଯଦି ପଶିଗଲା ସେ ସାଙ୍ଗେ ସାଙ୍ଗେ ତାକୁ ଛିପି ତାକୁ ମୁଦ ଦେଇକି କହିଲେ ୟାକୁ ନେଇକି 2 ମୁଣ୍ଡ ମାଟିରେ ଗୋଟେ ଗାତ ଖୋଳିକି ତାକୁ ପୋତିଦେବ। କହିଲେ ମା ଦେଖେ, ଏ ଯିଏ ତୋର ସ୍ୱାମୀ ହେଇକି ତୋ ଘରେ ଥିଲା ସେ ତୋ ସ୍ୱାମୀ ନୁହେଁ,
ये हूँ गोटे ब्रह्म राक्षस किंतु ये जो व्यक्ति आसी ये हूँ तोर स्वामी तापर गाँ लोक समस्ते महाराज विक्रम प्रशंसा कले से छेली छुआ पिला राजा होती प्रशंसा कले एवं समस्ते खुशी मन घर को कहले हौ आज दरबार ये बंद है स्थगित है चल वर्तमान छेली मान एकत्रित कर बर्तमान घर को जापर से घर को ता परदिन कथा पुणी आसिले पुणी से कहला सांग काली खेलटा बढ़िया है आज पुणी तू राजा हाँ से पुणी निज निजर सब आसन अलंकृत करदे से पुणी राजा हो गले विक्रम कहले हौ महामंत्री आज राज्यर हालचाल कौन से कहला छामु बढ़िया चली सब लोक मैंने आनंद आहार किसी दुख ना चाष बास ठीक चली समाज श्रृंखला समस्त अच्छा कहले हौ आज किसी केस बास आज किसी ना कि आज किसी विचार करने को नहीं आज्ञा देखा कहले कटुआल बुली जाओ राज्य आड़े देख कौन केमती घटी आज सी जा देखला बेलू दी जन लोक भितर बाद तर्क चली जे तू भारी दानीटा तू भारी एमती संचिवा लोकटा तू भारी घरुआटा तू मत कहीं तू एत मत पैसा दी से कथा से आस दी जन अरे कुआड़े जाइए आस ना आम जाइलु महाराज पाखु किसी समाधान हो पारानी आ तुम कौन डाकुच आम छेली चरा पिला ना पुणी कह छेली चरा पिला आने चाबुक दी पास लगे छेली चरा पिला मुझे कटुआल सी हूँ सेनापति से हसिले दी जन ये हूँ सेनापति ये कटुआल आउ ये हुंका जो पिलाटा बही से तो राजा होदब ना से राजा नुह से कौन कि आस महाराज डाक जन जाक जो शुआम नई फई धरीदे चट्टापट जा बांधीदे बांधी कहले जन जाक चल महाराज पाख चल महाराज पाख बोले महाराज आपण दरबार आज दी जन उपस्थित होते कौन कि घटना कौन हो ना आज्ञा देख मु हूँ गोटे तेली सी हूँ गोटे बढ़ई तेणु मु कौन करे मु हूँ गोटे तेली लोक तो मो घर टे पैसा पत्र पिला मान सब खर्च करदे बोली सी बढ़ई बोली मुझे पैसा पत्र सी मो सांग मुझे आउ तू तो बढ़ई दीटा बाक्स करू से बाक्स पैसा तू तो बाक्स तू संचय करू मो बाक्स संचय कर वर्तमान कहूँ ये दीटा जाक बाक्स पैसा तार ता घरे अच्छी बोली से कहते ये दीटा जाक बाक्स तार राजा को भावी लगे दीटा जाक बाक्स तार ना केमिया बाक्स पैसा रखुच ना आज्ञा काठ बाक्स ना से बाक्स दीटा सेनापति प्रजा को लगे जो दूत को लगे सी जो बाक्स दीटा नहीं आस मो पाख सरीगले जो गाँव बाक्स धरिक आसिले गाँ जाक लोक सब आसिले देखा जंगल भितर कौ राजा अच्छा कि कौ राजा डाक से आसिले कौतूहलवशतः समस्त देखा आसिले देखा आसला कहले 2 हंडा पानी से गाँ मानक आजिकल से जो अच्छी टप फप सब अच्छी रोषेईवास करने टिक्स फिक्स जो कहते से गुड़ा नाला से आमर पितल बा कंसार सब हंडा थाए गंभीर आकार हंडा पुराना लोक मैंने सब जानते तो से हंडारे 2 हंडा पानी धरा तापर कहले देख दीटा जाक बाक्सर पैसा अलग अलग हंडा पानी रे पका तो पकईले से पैसा नाला एक पैसा को भाग कर एक पैसा को 3 भाग भाग कर आमर गोटे पाठ अच्छी 100 को 3 धरले भाग शेष 0 पड़ो ना सब गोटे 1 बढ़ कि से जो पाठ था से किसी भाग शेष रही भाग शेष 0 ठेला अच्छी तापर दमुड़ी अच्छी 1 पैसा केते ठेला 1 पैसा केते दमुड़ी एगुड़ा सब अच्छी
ଆଉ କେତେ କ୍ରାନ୍ତି ଏଇ ହିସାବରେ ସେ ହିସାବ କରିବେ। ତେଣୁ ସେତେବେଳେ 1 ପଇସା 1 ପାହୁଲା ସୁକି ଆଉ ପଣା ପଇସା ନୂଆ ପଇସା ଅଧୁଲି ଏମିତି ସବୁ ଅଛି ତାର ହିସାବ। ତାହେଲେ ପଇସା ବେଳେ ସବୁ ପକା। ତେଲିର ଯେତେବେଳେ ଯାହା ପଇସା ହେଇଛି ସିଏ ତାକୁ ନେଇକି ପକେଇଛି, ବଢ଼େଇର ଯାହା ଯେତେବେଳେ ହେଇଛି ସିଏ ନେଇକି ପକେଇଛି। ପକେଇଲା ପରେ ସେଠୁ ଦେଖିଲେ କହିଲେ ଏଥର ଜାଣିପାରିଲ କୋଉଟା କା ପଇସା? ବଢ଼େଇ ଗଲା ଆଜ୍ଞା ଦିଟା ଯାକ ମୋ ପଇସା, ମୋ ଘରେ ଥିଲା ପରା। ତେଲି ଗଲା ନାଇଁ ଆଜ୍ଞା ଏଥିରୁ ଗୋଟେ ବାକ୍ସ ପଇସା ହେଉଛି ମୋର। ସେ କହିଲେ ଆଚ୍ଛା ଯାହା କଥା ଭୁଲ ପ୍ରମାଣିତ ହେବ ସେ ନିଶ୍ଚିତ କିଛି ଦଣ୍ଡ ପାଇବ, ତୁମେ ରାଜି ଅଛ ତ? ନା ଆଜ୍ଞା। କହିଲେ ଶୁଣ, ଯେଉଁ ହଣ୍ଡାଟାରେ ପାଣିରେ ତେଲ ଭାସୁଛି ସେଇ ପଇସାଟା ହେଉଛି ତେଲିଆ। ଯେଉଁ ପଇସାର ଯେଉଁ ହଣ୍ଡା ପାଣି ଉପରେ କାଠ ଗୁଣ୍ଡ ଭାସୁଛି ସେଇଟା ହେଉଛି ବଢ଼େଇ। କେମିତି ମୋତେ ପଚାରିଲ? ନା ଆଜ୍ଞା କେମିତି? ନା ତେଲି ଯେତେବେଳେ ବାଣିଜ୍ୟ ବ୍ୟବସାୟ କରିଛି, ତେଲ ବିକିଛି, ଯିଏ ପଇସା ଦେଇଛି ସେ ତେଲ ଦେବା ଭିତରେ ତା ପଇସା ଟିକେ ତେଲ ଲାଗିବ। ଆଉ ବଢ଼େଇ ନିଶ୍ଚିତ ଭାବରେ କାମ କରିକି ଆସିଲା ବେଳେ ତା ହାତରେ କିଛି କାଠ ଗୁଣ୍ଡ ପଡ଼ିଥାଏ, ସିଏ ସେଇ ପଡ଼ିଯାଇଛି ସେଇ ବାକ୍ସ। ଦେଖୁଥିବା ଲୋକମାନେ ସବୁ ଆଶ୍ଚର୍ଯ୍ୟ ହେଇଗଲେ। କି ସରଳ ସମାଧାନ! ସାମାନ୍ୟ ଛେଳିଚରା ପିଲାଟେ କରିଛି ଯାହାକୁ ମହାରାଜ ଭୋଜ ଯାହାର ସମାଧାନ ଦେଇପାରିନାହିଁ। ତାପରେ ସମସ୍ତେ କୃତ୍ୟ ହୋଇ ନିଜର ଘରକୁ ଫେରିଗଲେ। କୁମ୍ଭବାଇଦ ସହସ୍ର କୋଶ ଏ କଥା ମଧ୍ୟ ଯାଇକି ପଡ଼ିଲା ମହାରାଜ ଭୋଜଙ୍କ କାନ। ମହାରାଜ ଭୋଜ କଲେ ତାହେଲେ ସେ ଜଙ୍ଗଲରେ କ'ଣ ଅଛି ମୁଁ ଯାହାର ସମାଧାନ କରିପାରୁନି ସେ ଛେଳିଚରା ପିଲାଟା ସମାଧାନ କରୁଛି, ଚାଲ ଯିବା ଦେଖିକି ଆସିବା। ତାପରେ ସେଇଠୁ ଆସିଲେ ମହାରାଜ ଭୋଜ, ତାଙ୍କ ପାତ୍ର ମନ୍ତ୍ରୀ ସୈନ୍ୟ ସାମନ୍ତ ସମସ୍ତଙ୍କୁ ନେଇକି ଆସିଲେ। ଆସିଲା ପରେ ମହାରାଜ କ'ଣ କଲେ, ସେଇ ଉଚ୍ଚ ଜାଗାରେ ଟିକେ ତାକୁ ବିଶ୍ରାମ ନେଇଥିଲେ। ସେଇ ଜଙ୍ଗଲ ପାଖରେ ଗୋଟିଏ ବଢ଼ିଆ କାକୁଡ଼ି ତିଆରି ଅଛି। କାକୁଡ଼ି ଯାହାକୁ କହନ୍ତି ବହୁତ ସ୍ୱାଦିଷ୍ଟ। ଖରାଦିନ ସବୁ ହାଲିଆ ହେଇକି ଆସିଛନ୍ତି, ଯେତେବେଳେ ସେ କାକୁଡ଼ି ବିଲକୁ ଲୋକମାନେ ଯାଇକି ଖାଉଛନ୍ତି ରାଜାଙ୍କ ମନରେ ବିଚାର ଆସୁଛି, ଇଏ ଯେତେବେଳେ ଉପରେ ବସୁଛନ୍ତି ମଞ୍ଚ ଉପରେ ସେଇ ହୁଙ୍କାଟା ଉପରେ, ସେତେବେଳେ ତାଙ୍କ ମନରେ ବିଚାର ଆସୁଛି ଯେ ପର ଜିନିଷ ନଷ୍ଟ କରିବା ଉଚିତ ନୁହେଁ। କହିଲେ କାହିଁ ନଷ୍ଟ କରୁଛ, ଇଆଡ଼େ ସବୁ ବସିଗଲେ। କିନ୍ତୁ ସେ ହୁଙ୍କାରୁ ତଳକୁ ଓହ୍ଲେଇ ଆସିଲା ପରେ ନିଜ ମନରେ ବିଚାର ଆସୁଛି, ବିଚାରଟା ଆସିଲା ଯେ ସେ ଉଚ୍ଚ ସ୍ଥାନରେ ଥିବାବେଳେ ପ୍ରକାର ଚିନ୍ତା ଆସୁଛି, ବିଚାର ଆସୁଛି, ସ୍ଥାନରୁ ତଳକୁ ଆସିଲା ସେ କ'ଣ ସେତିକି ପିଲା ଆସିଲେ। ମାନେ ଆମର କାହିଁକି ଅନଧିକାର? ମହାରାଜ ବିକ୍ରମ ସେ କହିଲେ ହଉ ତାହେଲେ ତମେ ଯେଉଁ ଦୁଇଟି କାମ କରିଛ ମୁଁ ତମ ଉପରେ ଖୁସି ଅଛି। ଆଉ ମୁଁ ମଧ୍ୟ ଚିନ୍ତା କରିଛି ଉଚ୍ଚ ସ୍ଥାନରେ କ'ଣ ଅଛି ତାକୁ ଖୋଦନ କରିବା, ତାକୁ ଖୋଳିକି ଦେଖିବା ଏଠି କ'ଣ ଅଛି। ତାପରେ ଯେତେବେଳେ ସେ ଖୋଳିକି ଆରମ୍ଭ କଲେ ସାଙ୍ଗେ ସାଙ୍ଗେ 1000 ଲୋକ ଆସିଲେ। ଖୋଳିକି ବାହାରିଲା ପରେ ତା ଭିତରେ ପୁରା ହୀରା ଲୀଳା ମୋତି ମାଣିକ ଇଏ ସବୁ ଲଗାଯାଇଛି, ମୟୂର ଖୋଦିତ ହେଇଛି, ଯାହାକୁ କୁହାଯାଏ 32 ସିଂହାସନ। ସେ ସିଂହାସନରେ 32ଟା ଖୁରା, ଆମର ଯେମିତି ଖଟ ପଲଙ୍କରେ 4ଟା ଖୁରା, ସେ ସିଂହାସନରେ ହେଉଛି 32ଟା ଖୁରା। ତାର ନାମ ହେଉଛି 32 ସିଂହାସନ। ଏଇଠୁ ଆରମ୍ଭ ହେବ ତାର ଗୋଟେ ନମ୍ବର କାହାଣୀର। ତମ କହିବା କଥା ସେଇ ଯେଉଁ ଛେଳିଚରା ପିଲାଟି ବିକ୍ରମ, ମହାରାଜ ଭୋଜଙ୍କର କୌଣସି ସନ୍ତାନ ନଥିଲେ। ତାପରେ ସେ ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରି ପରବର୍ତ୍ତୀ ମୁହୂର୍ତ୍ତରେ ସେଇ 32 ସିଂହାସନରେ ସେ ହିଁ
ଅଧିଷ୍ଠିତ ହେଲେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପରବର୍ତ୍ତୀ ଧାରାବାହିକରେ ଆଲୋଚନା କରିବା। ଜୟ ଜଗନ୍ନାଥ।